ଏକ ଭିଡ଼ିଓ ଦେଖୁଥିବା ସମସ୍ତଙ୍କୁ ଆମମାନଙ୍କର ତ୍ରାଣକର୍ତ୍ତା ରକ୍ଷାକର୍ତ୍ତା ନାଜରେତିୟ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୋ ନମସ୍କାର ଜଣାଉଛି। ପ୍ରିୟମାନେ, ଆଜି ଆମମାନେ ଏକ ବିଷୟ ଆଲୋଚନା କରିବା, ତାହା ହିଁ ହେଉଛି କିପରି ବିପଦର ଆଶଙ୍କା ବିନା ବଞ୍ଚିବା। କିପରି ବିପଦର ଆଶଙ୍କା ବିନା ବଞ୍ଚିବା। ହାଉ ଟୁ ଲାଇଭ୍ ୱିଦାଉଟ୍ ଦ ଫିଅର୍ ଅଫ୍ ଡେଞ୍ଜର। ବିପଦର ଆଶଙ୍କା ବିନା ବଞ୍ଚିବା କିପରି ଆମମାନେ। ଆଜି ଆମମାନେ ଦେଖୁଥିଲେ ଆମମାନଙ୍କ ଚାରିପାର୍ଶ୍ୱରେ ବିପଦ, ଭୟଙ୍କର ପରିସ୍ଥିତି, ବିଭିନ୍ନ ପ୍ରକାର ଆଶଙ୍କା ଗୁଡ଼ିକ, ବିପଦ, ଚାରିଆଡ଼େ ବିପଦ। ପୂର୍ବେ ଆମମାନେ ଦେଖିଲେ କେବେ କେଉଁ ସ୍ଥାନରେ ନା କିଏ ନା ଜଣେ ମୃତ୍ୟୁବରଣ କରିବାର, ହୁଏତ ହଠାତ୍ ଦୁର୍ଘଟଣାରେ ହୋଇପାରେ, ନହେଲେ ବୃଦ୍ଧ ଲୋକମାନେ ମୃତ୍ୟୁବରଣ କରିବାର। ଏହିପରି କେଉଁ କେଉଁ ସ୍ଥାନରେ ନା ଜଣେ ଦୁଇ ଜଣ ମୃତ୍ୟୁବରଣ କରିବାର ଆମମାନେ ଶୁଣୁଥିଲେ। ଆମମାନେ ସେ ଏକ ବିଷୟକୁ ଏତେ ସିରିୟସ୍ ରୂପେ ଆମମାନେ ନେଉନଥିଲେ କି ଆମମାନଙ୍କୁ ମନରେ ବିପଦର ଆଶଙ୍କା ବି ଆସୁନଥିଲା। ମାତ୍ର ଏବେ ଆମମାନେ ଦେଖିଲେ ଏକ ମହାମାରୀ, ଏକ ରୋଗ ଦ୍ୱାରା ସମସ୍ତେ ଆକ୍ରାନ୍ତ ହେଉଛନ୍ତି। ଆଉ ଆମମାନଙ୍କର ପଡ଼ୋଶୀ ଘରେ ହୁଏତ ଆକ୍ରାନ୍ତ ହୋଇଥିବା ଲୋକମାନେ ଥିଲେ। ଆମମାନେ ସେମାନଙ୍କୁ ଦେଖି ଆମମାନେ ବିପଦର ଆଶଙ୍କା ଆମମାନଙ୍କ ମନରେ ମଧ୍ୟ ଜାତ ହେଉଅଛି। ପ୍ରତି ମୁହୂର୍ତ୍ତରେ ବିପଦର ଆଶଙ୍କାରେ ବଞ୍ଚୁଅଛନ୍ତି। ହେଲେ କିପରି ଆମମାନେ ବିପଦର ବିନା ଆଶଙ୍କାରେ ବଞ୍ଚିବା? କ'ଣ କଲେ ଆମମାନଙ୍କୁ ବିପଦର ଆଶଙ୍କା ହିଁ ଆସିବ ନାହିଁ? ଆମମାନେ ଯେତେବେଳେ ଶୁଣୁ କିଏ ନା ମୃତ୍ୟୁବରଣ କରୁଛନ୍ତି କହିଲା ବେଳେ ଆମମାନଙ୍କ ମଧ୍ୟରେ ଭୟ ଆସିବାକୁ ହେବ ନାହିଁ। ବିପଦ ଆଶଙ୍କା ହିଁ ନ ଆସିବାକୁ ହେଲେ ଆମମାନେ କ'ଣ କରିବାର ଅଛି? ଏ ବିଷୟରେ ବାଇବଲରେ କ'ଣ ଲେଖା ଅଛି କି? ବାଇବଲରେ ଈଶ୍ୱର କ'ଣ ଲେଖା ହେଲେ କି ବିପଦର ଆଶଙ୍କା ବିନା ଆମମାନେ କିପରି ବଞ୍ଚିବା? ଈଶ୍ୱର ଏହି ବିଷୟରେ କ'ଣ ଲେଖା ହେଲେ କି କହି ଆମମାନେ ବାଇବଲକୁ ଧରି ଅନୁସନ୍ଧାନ କଲେ ବାଇବଲରେ ଲେଖା ଅଛି। ଗୀତ ସଂହିତା 119 ଅଧ୍ୟାୟ 117 ପଦ ଆମମାନେ ଦେଖିପାରିଲେ। ଗୀତ ସଂହିତା 119 ଅଧ୍ୟାୟ 117 ପଦ ଆମମାନେ ଦେଖିବା। ତୁମ୍ଭେ ମୋତେ ଧରି ରଖ, ତହିଁରେ ମୁଁ ଆପଦ ରହିତ ହେବି। ଏଠାରେ ଜଣେ ଭକ୍ତ ବ୍ୟକ୍ତି ଏକ ଗୀତ ସଂହିତା 119 ଅଧ୍ୟାୟ ଲେଖି ସେଥିରେ ଏପରି ଲେଖୁଛନ୍ତି, ତୁମ୍ଭେ ମୋତେ ଧରି ରଖ, ତହିଁରେ ମୁଁ ଆପଦ ରହିତ ହେବି। ଈଶ୍ୱରଙ୍କୁ କହୁଛନ୍ତି, ଈଶ୍ୱର ମୋତେ ଧରି ରଖ, ମୋତେ ଧର, ତହିଁରେ ମୁଁ ଆପଦ ରହିତ ହେବି। ଆପଦ ରହିତ ମାନେ ବିପଦ ଆଉ ଆସିବ ନାହିଁ ମୋ ଜୀବନ ପ୍ରତି। ବିନା ବିପଦର ଆଶଙ୍କାରେ ମୁଁ ବଞ୍ଚିବି। ବିପଦର ବିନା ଆଶଙ୍କାରେ ମୁଁ ବଞ୍ଚିବି। ଆପଦ ରହିତ ହେବି। ତୁମେ ମୋତେ ଧରିବାର ଅଛି। ଈଶ୍ୱରଙ୍କୁ କହୁଛନ୍ତି, ତୁମେ ମୋତେ ଧରି ରଖ, ତୁମେ ମୋତେ ଧରିଲେ ମୁଁ ବିପଦର ବିନା ଆଶଙ୍କାରେ ବଞ୍ଚିବି ବୋଲି କହୁଛନ୍ତି। ଏଠାରେ ଜଣେ ଭକ୍ତ ବ୍ୟକ୍ତି। ସେହି ପ୍ରକାର ମାନେ ବାଇବଲରେ ଦେଖିଲେ ମଧ୍ୟ ଈଶ୍ୱର କହୁଛନ୍ତି ଇସ୍ରାଏଲମାନଙ୍କୁ, ଆମ୍ଭେ ସଦାପ୍ରଭୁ ପରମେଶ୍ୱର, ତୁମେ ଭୟ କର ନାହିଁ, ଆମ୍ଭେ ତୁମର ସାହାଯ୍ୟ କରିବା, ଆମ୍ଭେ ତୁମକୁ ଧରିବା ବୋଲି କହୁଛନ୍ତି। ତୁମେ ଭୟ କର ନାହିଁ, ଆମେ ତୁମକୁ ଧରିବା, ଆମେ ତୁମକୁ ସାହାଯ୍ୟ କରିବା ବୋଲି ଇସ୍ରାଏଲମାନଙ୍କୁ କହୁଛନ୍ତି। ସେହି ପ୍ରକାର ଗୀତ ସଂହିତା ଲେଖିଥିବା ଭକ୍ତମାନଙ୍କ ମଧ୍ୟରେ ଆସଫ ନାମକ ଜଣେ ବ୍ୟକ୍ତି ଗୀତ ସଂହିତା 73 ଅଧ୍ୟାୟ 23 ପଦରେ କହୁଛନ୍ତି, ତୁମର ଦକ୍ଷିଣ ହସ୍ତ ମୋତେ ଧରିଅଛି ବୋଲି କହୁଛନ୍ତି। ତୁମର ଦକ୍ଷିଣ ହସ୍ତ ମୋତେ ଧରିଅଛି ବୋଲି କହୁଛନ୍ତି। ସେହି ପ୍ରକାର ଆମମାନେ ବାଇବଲ ପଢ଼ିଲା ବେଳେ ଆମମାନେ ଦେଖିପାରୁ ଅନେକ ଭକ୍ତ ବ୍ୟକ୍ତିମାନେ ସେମାନଙ୍କ ପ୍ରାର୍ଥନାରେ ସେମାନେ ଈଶ୍ୱରଙ୍କର ସ୍ତବଗାନ କଲାବେଳେ, ଈଶ୍ୱରଙ୍କ ପ୍ରଶଂସା କଲାବେଳେ ସେମାନେ ଗୋଟେ ବିଷୟ ବାଇବଲରେ ଉଲ୍ଲେଖ କରୁଛନ୍ତି। ତାହା କ'ଣ କହିଲେ, ପିତା ତୁମେ ମୋତେ ଧରିଅଛ ବୋଲି, ଈଶ୍ୱର ମୋତେ ଧରିଛ ବୋଲି କହୁଛନ୍ତି। ତୁମର ଦକ୍ଷିଣ ହସ୍ତ ମୋତେ ଧରିଅଛି, ମୁଁ ବିନା ଆଶଙ୍କାରେ ବଞ୍ଚିବି, ମୁଁ ଆପଦ ରହିତ ହେବି ବୋଲି କହୁଛନ୍ତି। ମାନେ ଆମମାନେ କିପରି ବିପଦର ଆଶଙ୍କା ବିନା ବଞ୍ଚିବା କହିଲେ, ଏକ ବାକ୍ୟ ଦ୍ୱାରା ଆମେ ଜାଣିପାରୁ ଯେ
ଈଶ୍ୱର ଆମମାନଙ୍କୁ ଧରିଲେ ଆମମାନେ ବିପଦର ଆଶଙ୍କା ବିନା ବଞ୍ଚିପାରିବା। ବିପଦର ବିନା ଆଶଙ୍କା ଆମମାନେ ବଞ୍ଚିପାରିବା। ଈଶ୍ୱର ଆମମାନଙ୍କୁ ଧରିଲେ ଆମମାନଙ୍କୁ ଆପଦ ରହିତ ଆମମାନେ ରହିବା। କୌଣସି ବିପଦ ଆସିବ ବୋଲି ମନରେ ଭୟ ଆସିବ ନାହିଁ। ଏହି ପ୍ରକାର ଆମମାନେ ବଞ୍ଚିବା। ହେଲେ ଈଶ୍ୱର ଆମମାନଙ୍କୁ ଧରିବାକୁ ହେଲେ ଆମମାନେ କ'ଣ କରିବା? ଈଶ୍ୱର ଆମକୁ ଧରିଲେ ଆମେମାନେ ବିପଦର ଆଶଙ୍କା ବିନା ବଞ୍ଚିପାରିବା। ହେଲେ ଈଶ୍ୱର ଆମମାନଙ୍କୁ ଧରିବାକୁ ହେଲେ ଆମମାନେ କ'ଣ କରିବାର ଅଛି? କହି ପୁନର୍ବାର ଆମମାନେ ବାକ୍ୟକୁ ଧରି ଆଲୋଚନା କଲେ ସେ କହୁଛନ୍ତି ହିତୋପଦେଶ 1:33 ଆମମାନେ ବାଇବଲରେ ଦେଖିଲେ ହିତୋପଦେଶ 1:33 ଆମେ ଦେଖିଲେ ଯେଉଁ ଲୋକ ମୋର କଥା ଶୁଣେ ସେ ନିରାପଦରେ ବାସ କରିବ ଓ ଅମଙ୍ଗଳର ଆଶଙ୍କା ବିନା ବିଶ୍ରାମ ପାଇବ। ଏଠାରେ ଈଶ୍ୱରଙ୍କ ବିଷୟରେ ଲେଖା ଅଛି। ଯେଉଁମାନେ ଈଶ୍ୱରଙ୍କର କଥା ଶୁଣିବେ ସେମାନେ ନିରାପଦରେ ବାସ କରିବେ ଓ ଅମଙ୍ଗଳର ଆଶଙ୍କା ବିନା ବିଶ୍ରାମ ପାଇବେ। ଯେଉଁମାନେ ଈଶ୍ୱରଙ୍କ କଥା ଶୁଣିବେ, ଈଶ୍ୱରଙ୍କ କଥା ଶୁଣିଲେ ନିରାପଦରେ, କୌଣସି ଆପଦ ଆସିବ ନାହିଁ, ନିରାପଦରେ ବାସ କରିବେ ପୁଣି ଆଉ ଅମଙ୍ଗଳର ଆଶଙ୍କା ବିନା ବଞ୍ଚିବେ। ପୁଣି ଈଶ୍ୱର ଆମମାନଙ୍କୁ ଧରିବାକୁ ହେଲେ ଆମମାନେ ଈଶ୍ୱରଙ୍କର କଥା ଶୁଣିବାର ଅଛି। ଈଶ୍ୱର ଆମମାନଙ୍କୁ ଧରିବାକୁ ହେଲେ ଆମମାନେ ତାହାଙ୍କର କଥା ଶୁଣିବାର ଅଛି। ଯିଏ ମୋର କଥା ଶୁଣେ ସେ ନିରାପଦରେ ବାସ କରିବ, ଅମଙ୍ଗଳର ଆଶଙ୍କା ବିନା ବିଶ୍ରାମ ପାଇବ। ଈଶ୍ୱରଙ୍କର କଥା ଶୁଣିଲେ ନିରାପଦରେ ବାସ କରିବା, ଅମଙ୍ଗଳର ଆଶଙ୍କା ହିଁ ଆସିବ ନାହିଁ। ଈଶ୍ୱରଙ୍କର କଥା ଶୁଣିଲେ, କୁସମ୍ବାଦ ଶୁଣିଲେ ମଧ୍ୟ ଆମମାନେ ଭୟ କରିବା ନାହିଁ। କୁସମ୍ବାଦ ଆଜି ଅନେକ ପ୍ରକାର ଆମମାନଙ୍କୁ ଶୁଭାଯାଉଛି। କୁସମ୍ବାଦ ଟିଭି ମାଧ୍ୟମରେ, ମୋବାଇଲ ମାଧ୍ୟମରେ, ନ୍ୟୁଜ୍ ମାଧ୍ୟମରେ ଆମମାନଙ୍କୁ କୁସମ୍ବାଦ ଜଣାପଡ଼ୁଛି। କିନ୍ତୁ ଯେତେବେଳେ ଆମମାନେ ଈଶ୍ୱରଙ୍କ କଥା ଶୁଣୁ ତାହେଲେ କୁସମ୍ବାଦ ଆମମାନେ ଶୁଣିଲେ ମଧ୍ୟ ଭୀତ ହେବା ନାହିଁ। କୁସମ୍ବାଦ ଶୁଣିଲେ ବି ଆମମାନେ ନିରାପଦରେ ରହିବା। ଈଶ୍ୱରଙ୍କର କଥା ଶୁଣିଲେ, କୁସମ୍ବାଦ ଆମମାନେ ଶୁଣିଲେ ମଧ୍ୟ ଆମମାନେ ଭୟ କରିବା ନାହିଁ ବୋଲି ଲେଖା ଅଛି। ଈଶ୍ୱରଙ୍କର କଥା ଆମମାନେ ଶୁଣିଲେ ସୁରକ୍ଷିତ ହେବା। ଈଶ୍ୱରଙ୍କର କଥା ଆମମାନେ ଶୁଣିଲେ ଶାନ୍ତିରେ ରହିବା। ଈଶ୍ୱରଙ୍କର କଥା ଆମମାନେ ଶୁଣିଲେ ସାହସରେ ବଞ୍ଚିବା। ଶେଷରେ ଈଶ୍ୱରଙ୍କର କଥା ଆମମାନେ ଶୁଣିଲେ ଆମମାନେ ବିପଦର ଆଶଙ୍କା ବିନା ଆମମାନେ ବଞ୍ଚିବା। ବିପଦର ବିନା ଆଶଙ୍କାରେ ଆମମାନେ ବଞ୍ଚିବା। ଈଶ୍ୱରଙ୍କର କଥା ଶୁଣିଲେ ସେ ଆମମାନଙ୍କୁ ଧରିବେ ଆଉ ତାହାଙ୍କ ହସ୍ତରେ ଯଦି ଆମମାନଙ୍କର ଜୀବନ ଅଛି ତାହେଲେ ଆମମାନଙ୍କର ଆଉ କୌଣସି ପ୍ରକାର ଆଶଙ୍କା ରହିବ ନାହିଁ। ସେହି ପ୍ରକାରେ ଅନେକ ବାକ୍ୟ ଈଶ୍ୱର ବାଇବଲରେ ଲେଖାଇଲେ ଦୁଃଖ ଯେଉଁ ପରିସ୍ଥିତିରେ ଥିବା ଲୋକମାନଙ୍କୁ ହଉ ସାନ୍ତ୍ୱନା ଦେବା ନିମନ୍ତେ, ଯେକୌଣସି ପ୍ରକାରରେ ଥିବା ଲୋକମାନଙ୍କୁ ଆପଣ ବାକ୍ୟ ଦ୍ୱାରା ସାନ୍ତ୍ୱନା ଦେବା ନିମନ୍ତେ, ଆପଣ ବାକ୍ୟ ଦ୍ୱାରା ଧୈର୍ଯ୍ୟ ଦେବା ନିମନ୍ତେ, ଆପଣ ବାକ୍ୟ ଦ୍ୱାରା ସାହସ ଦେବା ନିମନ୍ତେ ଈଶ୍ୱର ସମସ୍ତ ବାକ୍ୟ 166 ପୁସ୍ତକର ବାଇବଲରେ ଈଶ୍ୱର ଲେଖାଇଲେ। ଆମମାନେ ତାହା ପଢ଼ିବାର ଅଛି। ଈଶ୍ୱରଙ୍କର କଥା ମାନେ ଶୁଣିବାର ଅଛି। ଈଶ୍ୱରଙ୍କର କଥା କ'ଣ କି, ତାହାଙ୍କ ବାକ୍ୟରେ କ'ଣ ଲେଖା ଅଛି କି କହି ଆମମାନେ ଆଲୋଚନା କଲେ ସେ ତାହାଙ୍କ ବାକ୍ୟ ଦ୍ୱାରା ତାହାଙ୍କର ଯେ କୌଣସି ପ୍ରୟୋଜନ ହେବ ତାହା ନୁହେଁ। ତାହାଙ୍କ ବାକ୍ୟ ଦ୍ୱାରା ଆମମାନଙ୍କ ଜୀବନକୁ ଆବଶ୍ୟକୀୟ, ଆମମାନଙ୍କର ଜୀବନକୁ ସଜାଡ଼ିବା ନିମନ୍ତେ ତାହାଙ୍କର ବାକ୍ୟ ସେ ଲେଖାଇ ରଖିଲେ। ସେଇ ବାକ୍ୟ ଶୁଣ ବୋଲି କହୁଛନ୍ତି। ମୋର କଥା ଶୁଣ ତାହେଲେ ନିରାପଦରେ ବାସ କରିବ। ମୋର କଥା ଶୁଣିଲେ ତୁମେ କୁସମ୍ବାଦ ଶୁଣିଲେ ଭୟ କରିବ ନାହିଁ, ସୁରକ୍ଷା ରୂପେ ରହିବ। ଏସବୁ ବାକ୍ୟ ଆମ ପାଇଁ ସେ କହୁଛନ୍ତି। ପ୍ରକୃତରେ ଈଶ୍ୱରଙ୍କ କଥା କ'ଣ, ସେ କେଉଁ ବାକ୍ୟ ସବୁ କହିଲେ ମାନେ ଆଲୋଚନା କଲେ, କେତୋଟି ବିଷୟ ସେ କହିଲେ, ତୁମେମାନେ ସର୍ବାନ୍ତଃକରଣ ସହିତ ମୋତେ ପ୍ରେମ କର। ଈଶ୍ୱରଙ୍କୁ ପ୍ରେମ କର ସର୍ବାନ୍ତଃକରଣ ସହିତ କହୁଛନ୍ତି। ତାହା ଉତ୍ତମ ବିଷୟ କହୁଛନ୍ତି। ନିଜ ତୁଲ୍ୟ ନିଜ ପ୍ରତିବାସୀକୁ ପ୍ରେମ କର ବୋଲି କହୁଛନ୍ତି। ନିଜ ପଡ଼ୋଶୀକୁ ନିଜକୁ ଯେମିତି ପ୍ରେମ କରୁଛ ନିଜ ପଡ଼ୋଶୀକୁ ମଧ୍ୟ ପ୍ରେମ କର। ତୁମେ ନିଜେ ନିଜକୁ ପାପ କର ନାହିଁ, ପବିତ୍ର ରୂପେ ରୁହ ବୋଲି କହୁଛନ୍ତି। ମନ୍ଦ କାର୍ଯ୍ୟ କର ନାହିଁ, ଉତ୍ତମ ରୂପେ ବଞ୍ଚ ବୋଲି କହୁଛନ୍ତି। ଏହି ପ୍ରକାର ଗୋଟିଏ ବାକ୍ୟ ମାନେ ଦେଖିଲେ ସମସ୍ତ ବାକ୍ୟ
ତା ଆମମାନଙ୍କ ଜୀବନକୁ ଆବଶ୍ୟକ, ଆମମାନଙ୍କୁ ଉତ୍ତମ ରୂପେ ସଜାଡ଼ିବା ପାଇଁ ସେ ଅନେକ କଥା ବାଇବେଲରେ ଈଶ୍ୱର ଲେଖାଇ ରଖିଲେ। ଆଉ ସେହିପରି ଲେଖା ହେଉଥିବା ବିଷୟ ଗୁଡ଼ିକୁ ମୋ କଥା ଶୁଣ, ମୁଁ କହୁଥିବା କଥା ଗୁଡ଼ିକ ଶୁଣ ବୋଲି କହୁଛନ୍ତି। ଆଉ ତାହାଙ୍କର କଥା ଶୁଣିଲେ ଆମମାନଙ୍କୁ କ'ଣ କହିଲେ, ତାହାଙ୍କର କଥା ମାନେ ଶୁଣିଲେ ପୁଣି ଆମମାନଙ୍କର ପ୍ରାଣ ବଞ୍ଚିବ। ଈଶ୍ୱର କହୁଛନ୍ତି ମୋର କଥା ଶୁଣ, ତୁମର ପ୍ରାଣ ବଞ୍ଚିବ। ଈଶ୍ୱରଙ୍କର କଥା ଶୁଣିଲେ ଆମମାନଙ୍କର ପ୍ରାଣ ବଞ୍ଚିବ। ତେଣୁ ଆମମାନେ ତାହାଙ୍କର କଥା ଶୁଣିବାର ଅଛି। ତାହାଙ୍କ କଥା ଶୁଣିଲେ ଆମମାନଙ୍କର ପ୍ରାଣ ବଞ୍ଚିବ। ସେତେବେଳେ ଆମମାନଙ୍କୁ ଈଶ୍ୱର ଧରିବେ। ତାହାଙ୍କର କଥା ଶୁଣିଲେ ଈଶ୍ୱର ଆମମାନଙ୍କୁ ଧରିବେ। ଆଉ ଈଶ୍ୱରଙ୍କ ହସ୍ତରେ ଆମମାନଙ୍କର ଜୀବନ ଥିଲେ ଆମେମାନେ ତାହାଙ୍କ ଉପରେ ନିର୍ଭର କରିବା। ଆମମାନେ ଈଶ୍ୱରଙ୍କୁ ହିଁ ଆମମାନଙ୍କର ବିଶ୍ୱାସ ଭୂମି ସ୍ୱରୂପେ କରିବା। ଈଶ୍ୱର ହିଁ ଆମମାନଙ୍କର ବିଶ୍ୱାସ ଭୂମି ହେଲେ ଆଉ ଆମମାନଙ୍କର କେଉଁ ଭୟ, ଆମମାନଙ୍କୁ ବିପଦର ଆଶଙ୍କା କିପରି ଜାତ ହେବ। ତେଣୁ ଈଶ୍ୱରଙ୍କ ଉପରେ ଈଶ୍ୱରଙ୍କ ହସ୍ତରେ ଆମମାନଙ୍କର ଜୀବନ ଥିଲେ, ଈଶ୍ୱରଙ୍କର କଥା ଆମେ ଶୁଣିଲେ ଆମମାନଙ୍କର ଜୀବନ ଈଶ୍ୱରଙ୍କ ହସ୍ତରେ ରହିବ। ତାହେଲେ ଆମମାନେ ଈଶ୍ୱରଙ୍କୁ ନିର୍ଭର କରିବା। ଈଶ୍ୱରଙ୍କ ଉପରେ ଈଶ୍ୱର ହିଁ ଆମମାନଙ୍କର ବିଶ୍ୱାସ ଭୂମି ହେବେ। ଈଶ୍ୱର ଆମମାନଙ୍କର ବିଶ୍ୱାସ ଭୂମି ହେଲେ ଆମମାନେ ଧନ୍ୟ। ଈଶ୍ୱର ହିଁ ଆମମାନଙ୍କର ସପକ୍ଷ ହେଲେ କିଏ ଆମମାନଙ୍କର ବିପକ୍ଷ। ଏହି ପ୍ରକାର ଆମମାନେ ବିପଦର ଆଶଙ୍କା ବିନା ଆମମାନେ ବଞ୍ଚିପାରିବା। ଆଉ ଯଦି ଆମମାନେ କହିବା ନାଇଁ ଏଇଟା ଆମ ଜୀବନ, ଆମମାନଙ୍କ ଜୀବନକୁ ଈଶ୍ୱରଙ୍କ ହସ୍ତକୁ ଆମମାନେ ଦେବୁନାହୁଁ, ଈଶ୍ୱରଙ୍କ ହସ୍ତରେ ଆମମାନଙ୍କର ଜୀବନ ଥିଲେ ବି ଆମମାନେ ଛଡ଼େଇକି ନେଇଯିବୁ କହି ଭାବିଲେ, ଈଶ୍ୱରଙ୍କର କଥା ନ ଶୁଣିଲେ କ'ଣ ଘଟୁଛି ତାହା ମଧ୍ୟ ଈଶ୍ୱର ବାଇବେଲରେ ଲେଖାଇ ରଖିଲେ। ଈଶ୍ୱରଙ୍କର କଥା ନ ଶୁଣିଲେ ସେ କହୁଛନ୍ତି, ମୋ କଥା ନ ଶୁଣିଲେ ଯେଉଁମାନେ ମୋର କଥା ଶୁଣନ୍ତି ସେମାନେ ଧନ୍ୟ, ସେମାନେ ଅନନ୍ତ ଜୀବନ ପାଇବେ। ଯେଉଁମାନେ ମୋର କଥା ନ ଶୁଣନ୍ତି ସେମାନେ ମୃତ୍ୟୁକୁ ଭଲ ପାଆନ୍ତି। ସିଧାସଳଖ କହିସାରିଲେଣି ଈଶ୍ୱର ବାକ୍ୟ ଦ୍ୱାରା। ଯେଉଁମାନେ ମୋର କଥା ଶୁଣନ୍ତି ନାହିଁ ସେମାନେ ମୃତ୍ୟୁକୁ ଭଲ ପାଆନ୍ତି। ଯେଉଁମାନେ ମୋର କଥା ଶୁଣନ୍ତି ସେମାନେ ନିରାପଦରେ ବାସ କରିବେ, ବିପଦର ବିନା ଆଶଙ୍କାରେ ବଞ୍ଚିବେ। ଯେଉଁମାନେ ମୋର କଥା ଶୁଣନ୍ତି ନାହିଁ ସେମାନେ ମୃତ୍ୟୁକୁ ଭଲ ପାଆନ୍ତି। ସବୁବେଳେ ସେମାନଙ୍କୁ କୁସମ୍ବାଦ ଶୁଣିବା ମାତ୍ରେ ସେମାନେ ଭୟ କରନ୍ତି, କାରଣ ସେମାନେ ଈଶ୍ୱରଙ୍କ କଥା ଶୁଣି ନାହାନ୍ତି, ସେମାନଙ୍କ ଜୀବନ ଈଶ୍ୱରଙ୍କ ହସ୍ତକୁ ଦେଇନାହାନ୍ତି। କିନ୍ତୁ ଆମେମାନେ ଆମମାନଙ୍କ ଜୀବନକୁ ଈଶ୍ୱରଙ୍କ ହସ୍ତକୁ ସମର୍ପଣ କରିବାର ଅଛି। ଈଶ୍ୱରଙ୍କ ହସ୍ତରେ ଆମମାନଙ୍କ ଜୀବନ ଥିଲେ ଆମମାନେ ସେଫ୍, ଆମମାନେ ଶାନ୍ତିରେ ରହିବା। ଏହି ପ୍ରକାରେ ବାଇବେଲରେ ଆମମାନେ ପଢ଼ି ଗଲେ କେତେକ ଭକ୍ତମାନେ ଅଛନ୍ତି, ଅନେକ ଭକ୍ତମାନେ ଅଛନ୍ତି ଯେଉଁମାନେ କି ଆପଣା ଜୀବନରେ ସେମାନଙ୍କର ଜୀବନକୁ ନିଜ ଆୟତ୍ତକୁ ନ ନେଇ, ମନୁଷ୍ୟର ଗତି ନିଜର ଆୟତ୍ତ ନୁହେଁ ଏହା ଜାଣିପାରି ସେମାନଙ୍କ ଜୀବନକୁ ନିଜର ଅଧୀନରେ ନ ରଖି ଈଶ୍ୱରଙ୍କୁ ସେମାନଙ୍କ ଜୀବନ ଦେଲେ, ଈଶ୍ୱରଙ୍କ ହସ୍ତରେ ଆପଣା ଜୀବନ ରଖିଲେ। ତାପରେ ସେମାନଙ୍କର ଜୀବନ କ'ଣ ହେଲା, ସେମାନେ କିପରି ଈଶ୍ୱରଙ୍କ କଥା ଶୁଣିଲେ, ସେମାନେ କିପରି ଆପଣା ଜୀବନ ଈଶ୍ୱରଙ୍କ ହସ୍ତରେ ରଖିଲେ, କିପରି ବିପଦର ବିନା ଆଶଙ୍କାରେ ବଞ୍ଚିଲେ। ଆମମାନେ ଥରେ ବାଇବେଲରୁ ଦେଖିଲେ ନୋହଙ୍କ ବିଷୟରେ ଆମମାନେ ଦେଖିବା। ନୋହଙ୍କ ବିଷୟରେ ଆମମାନେ ଦେଖିଲେ ଆଦି ପୁସ୍ତକ 6 ଅଧ୍ୟାୟ 22 ପଦ ଆମମାନେ ଦେଖିବା। ଆଦି ପୁସ୍ତକ 6 ଅଧ୍ୟାୟ 22 ପଦରେ, ତହିଁରେ ନୋହ ସେ ରୂପେ କଲେ, ପରମେଶ୍ୱରଙ୍କ ଆଜ୍ଞାନୁସାରେ ସେ ସମସ୍ତ କର୍ମ କଲେ। ନୋହ ନାମକ ଜଣେ ବ୍ୟକ୍ତି ବାଇବେଲରେ ଅଛନ୍ତି, ଯେ କି ଈଶ୍ୱରଙ୍କ ଆଜ୍ଞାନୁସାରେ କର୍ମ କଲେ, ମାନେ ଈଶ୍ୱରଙ୍କର କଥା ଶୁଣି ସେଇ ପ୍ରକାରେ ବଞ୍ଚିଲେ, ଈଶ୍ୱରଙ୍କର କଥା ଶୁଣି ତା ପାଳନ କଲେ। ଈଶ୍ୱର ଦେଖିଲେ ନୋହଙ୍କ ସମୟରେ ସମସ୍ତେ ପାପ କରି ଈଶ୍ୱରଙ୍କୁ ଯାହା ଇଚ୍ଛା ନାହିଁ ତାହା କରୁଛନ୍ତି, କିନ୍ତୁ ନୋହ ଜଣେ ଧାର୍ମିକ ରୂପେ ଅଛନ୍ତି, ଈଶ୍ୱରଙ୍କର କଥା ଶୁଣୁଛନ୍ତି। ଆଉ ସେଇ ନୋହଙ୍କୁ ଈଶ୍ୱରଙ୍କ କଥା ନୋହ ଶୁଣିବାରୁ, ଉତ୍ତମ ରୂପେ ବଞ୍ଚିବାରୁ, ଜଣେ ଧାର୍ମିକ ରୂପେ ବଞ୍ଚିବାରୁ, ଈଶ୍ୱରଙ୍କ କଥା ନ ଶୁଣିବାରୁ ଈଶ୍ୱର ନୋହଙ୍କୁ ଧରିଲେ। ତାହାଙ୍କ ସମୟରେ ଅନେକ ଲୋକମାନେ ଅଛନ୍ତି
ଅନେକ ଲୋକମାନେ ଅଛନ୍ତି, ଅନେକ ପରିବାର ଅଛି, କିନ୍ତୁ ସେମାନଙ୍କ କାହାକୁ ନ ଧରି ଈଶ୍ୱରଙ୍କ କଥା ଶୁଣିଥିବା, ଈଶ୍ୱରଙ୍କ ଆଜ୍ଞାନୁସାରେ କର୍ମ କରିବାକୁ ଇଚ୍ଛୁକ ଥିବା ନୋହଙ୍କୁ ଈଶ୍ୱର ଧରିଲେ। ଈଶ୍ୱର ତାହାଙ୍କ ଜୀବନ ଧରିଲେ। ଈଶ୍ୱର ତାହାଙ୍କୁ ସ୍ମରଣ କଲେ ନୋହଙ୍କୁ। ସେଥିପାଇଁ ସେ ସମୟରେ ଅନେକ ଲୋକ ଅଛନ୍ତି, ସେମାନେ ପାପରେ ଅଛନ୍ତି। ସମସ୍ତଙ୍କୁ ଜଳପ୍ଲାବନରେ ମାରିଲେ। ଜଳପ୍ଲାବନ ଆସିଲା, ସମସ୍ତେ ବୁଡ଼ିଗଲେ। କିନ୍ତୁ ନୋହ ଜଣଙ୍କ ପରିବାର ଆଉ ସମସ୍ତ ପ୍ରାଣୀଙ୍କୁ ଈଶ୍ୱର ବଞ୍ଚାଇଲେ। ନୋହଙ୍କ ପରିବାରକୁ ଈଶ୍ୱର ଧରିଲେ, କାରଣ ସେମାନେ ଈଶ୍ୱରଙ୍କର କଥା ଶୁଣିଲେ। ଈଶ୍ୱରଙ୍କୁ ଆପଣା ଜୀବନ ଈଶ୍ୱରଙ୍କ ହସ୍ତରେ ରଖିଲେ। ସେଥିପାଇଁ ଏତେ ବଡ଼ ଜଳପ୍ଲାବନ ହେଲେ ସୁଦ୍ଧା, ପ୍ରାୟ ପର୍ବତ ବୁଡ଼ିଗଲା ଭଳି ପାଣି ଆସିଲେ ମଧ୍ୟ ଏମାନେ ଜାହାଜ ନିର୍ମାଣ କରି, ଈଶ୍ୱରଙ୍କ ଆଜ୍ଞାନୁସାରେ ଜାହାଜ ନିର୍ମାଣ କରି, ସେ ଜାହାଜ ମଧ୍ୟରେ ଉତ୍ତମ ରୂପେ, ଚାରିଆଡ଼େ ବିପଦ, ଅନେକ ଲୋକ ଜଳପ୍ଲାବନରେ ବୁଡ଼ି ଯାଉଛନ୍ତି। କିନ୍ତୁ ଈଶ୍ୱରଙ୍କୁ ଆପଣା ଜୀବନ ଦେଇଥିବାରୁ, ଈଶ୍ୱରଙ୍କ ହସ୍ତରେ ସେମାନଙ୍କ ଜୀବନ ଥିବାରୁ, ଏମାନେ ଚାରିଆଡ଼େ ବିପଦ ଥିଲେ ବି ଏମାନେ ସେ ଏକ ଜାହାଜ ମଧ୍ୟରେ ସୁରକ୍ଷିତ ରୂପେ ରହିପାରିଲେ। କାରଣ ନିରାପଦରେ ରହିଲେ। କାରଣ କୌଣସି ପ୍ରକାର କୁସମ୍ବାଦ ସେମାନଙ୍କ ଚାରିପଟେ ଅଛି, ତାହା ଶୁଣିଲେ ମଧ୍ୟ ଭୟ କଲେ ନାହିଁ। କାରଣ ସାହସରେ ଜାହାଜ ଭିତରେ ରହିଲେ। କାରଣ ସେମାନେ ଆପଣା ଜୀବନ ଈଶ୍ୱରଙ୍କୁ ଦେଇଛନ୍ତି। ଈଶ୍ୱରଙ୍କ ହସ୍ତରେ ସେମାନଙ୍କର ଜୀବନ ଅଛି। ଆଉ କ'ଣ ଭୟ, ଆଉ କ'ଣ ବିପଦର ଆଶଙ୍କା ମନରେ? ଦେଖନ୍ତୁ, ସେହି ପ୍ରକାରେ ବାଇବେଲରେ ଭକ୍ତମାନେ, ଆମେ ଜାଣିଥିବା ବ୍ୟକ୍ତିମାନଙ୍କ ଜୀବନ ଆମମାନେ ଦେଖିଲେ ଈଶ୍ୱର ସେମାନଙ୍କ ଜୀବନ କିପରି ଧରିଥିଲେ ଆମମାନେ ଜାଣିବା। ଥରେ ଆମମାନେ ଲୋଟଙ୍କ ଜୀବନ ଦେଖିବା। ଲୋଟ ଈଶ୍ୱରଙ୍କ କଥା ଶୁଣିଲେ, ଈଶ୍ୱରଙ୍କୁ ଆପଣା ଜୀବନ ଦେବାରୁ ଲୋଟଙ୍କୁ ମଧ୍ୟ ଈଶ୍ୱର ସେ ଏକ ସୋଦମ ଅମର ନଗରରେ ସମସ୍ତଙ୍କ ପାଇଁ ସେ ଏକ ଅଗ୍ନି ଗନ୍ଧକ ସ୍ୱରୂପେ ବର୍ଷିଲା। ମାତ୍ର ସେହି ନଗର ମଧ୍ୟରୁ ଲୋଟଙ୍କୁ ଈଶ୍ୱର ବାହାର କରିଦେଲେ। ଈଶ୍ୱର ଲୋଟଙ୍କୁ ଧରିଲେ, ଲୋଟଙ୍କ ଜୀବନକୁ ଧରିଲେ। ସେହି ପ୍ରକାରେ ଜଣେ ଯୋସେଫଙ୍କୁ ଆମମାନେ ଦେଖିଲେ। ଯୋସେଫ ନିଜ ପରିବାରରେ ହିଁ, ନିଜ ଭାଇମାନଙ୍କ ଦ୍ୱାରା ହିଁ ବିପଦ ଅଛି, ବିପଦର ଆଶଙ୍କା ଅଛି। ତଥାପି ତାଙ୍କ ଜୀବନ ଈଶ୍ୱର ଧରିବାରୁ, ବିଭିନ୍ନ ପ୍ରକାର ଆଶଙ୍କା ତାଙ୍କୁ ବିକ୍ରି କରିଦେଲେ। ତଥାପି ଈଶ୍ୱର ତାହାଙ୍କ ଜୀବନ ଧରିବାରୁ, ଈଶ୍ୱରଙ୍କ କଥା ଅନୁସାରେ ସେ ବଞ୍ଚିବାରୁ ମଧ୍ୟ ତାହାଙ୍କ ଜୀବନ ବିପଦର ବିନା ଆଶଙ୍କାରେ ସେ ବଞ୍ଚିଲେ। ସେହିପରି ବାଇବେଲରେ ଅନେକ ଭକ୍ତମାନେ ଅଛନ୍ତି। ଦାଉଦଙ୍କ ବିଷୟରେ ଆମେ ଦେଖିଲେ, ଦାଉଦ କହୁଛନ୍ତି ଈଶ୍ୱରଙ୍କୁ, ତୁମେ ମୋତେ ଧରିଅଛ, ତୁମେ ମୋତେ ଧରି ନଥିଲେ ମୁଁ ଖସି ଯାଇଥାନ୍ତି, ମୋର ପାଦ ଖସି ଯାଇଥାନ୍ତା। ତୁମେ ମୋତେ ଧରି ନଥିଲେ, ତୁମେ ମୋତେ ସାହାଯ୍ୟ କରିନଥିଲେ, ମୁଁ ନୀରବ ସ୍ଥାନରେ ବସିଥାନ୍ତି, ମାନେ ମୁଁ କେବେ ନା ମରିଯାଇଥାନ୍ତି। ତୁମେ ମୋତେ ଧରିବାରୁ ମୁଁ ଜୀବିତ ଅଛି ବୋଲି କହୁଛନ୍ତି। ଅନେକ ଭକ୍ତମାନେ ସଡ୍ରାକ, ମେଷକ, ଆବେଦନିଗୋଙ୍କ ବିଷୟରେ ଆମେ ଆଲୋଚନା କଲେ। ସଡ୍ରାକ, ମେଷକ, ଆବେଦନିଗୋ ତିନି ଜଣ ବ୍ୟକ୍ତି ଈଶ୍ୱରଙ୍କ କଥା ଶୁଣୁଥିଲେ, ଈଶ୍ୱରଙ୍କ ନିକଟରେ ସବୁବେଳେ ପ୍ରାର୍ଥନା କରୁଥିଲେ, ଈଶ୍ୱରଙ୍କ ବାକ୍ୟ ଅନୁସାରେ ବଞ୍ଚୁଥିଲେ। ସେମାନଙ୍କ ଜୀବନ ଈଶ୍ୱରଙ୍କ ହସ୍ତରେ ଥିଲା। ସେଥିପାଇଁ ଏକ ମହାନ ବିପଦ ଆସିଲା, ଆମେ ଜାଣୁ। ଅଗ୍ନିରେ ପକାଇବା ପାଇଁ ସେମାନଙ୍କୁ, ସେ ପ୍ରତିମାକୁ ପ୍ରଣାମ ନ କଲେ ରାଜାଙ୍କ ଆଜ୍ଞା, ତାଙ୍କୁ ଅଗ୍ନିରେ ପକାଯିବ। କିନ୍ତୁ ସେହିପରି ପରିସ୍ଥିତିରେ ମଧ୍ୟ ଏକ ବିପଦ, ଭୟଙ୍କର ଆଖି ସମ୍ମୁଖରେ ବିପଦ ଅଛି। ଆଜି ହୁଏତ ଆମେ ଦେଖୁନାହୁଁ କିଏ ମହାମାରୀରେ ମରୁଛନ୍ତି ନା କିଏ ବଞ୍ଚୁଛନ୍ତି, ଆମେ ନିଜେ ଆଖି ଦ୍ୱାରା ଆମେ ଦେଖୁନାହୁଁ। ତଥାପି ଆମେ ସେହି ପରିସ୍ଥିତି ଗୁଡ଼ାକ ଦେଖି ଆମେ ଭୟ କରୁଛେ, ବିପଦର ଆଶଙ୍କା ଆମମାନଙ୍କ ମନରେ ଜାତ ହେଉଛି। କିନ୍ତୁ ସେହି ସମୟରେ ସଡ୍ରାକ, ମେଷକ, ଆବେଦନିଗୋଙ୍କ ଆଖି ସମ୍ମୁଖରେ ଅଗ୍ନିକୁଣ୍ଡ ଆଉ ରାଜାଙ୍କ ଆଜ୍ଞା, ଆଉ କିଏ ବି ରାଜାଙ୍କ ଆଜ୍ଞା ଅମାନ୍ୟ କରିପାରିବେ ନାହିଁ। ସେହିପରି ପରିସ୍ଥିତିରେ ମଧ୍ୟ ସେମାନେ ଈଶ୍ୱରଙ୍କ କଥା ଶୁଣୁଥିଲେ। ଈଶ୍ୱରଙ୍କ ହସ୍ତରେ ସେମାନଙ୍କ ଜୀବନ ଅଛି। ସେଥିପାଇଁ ସେମାନେ କିପରି ବିପଦର ଆଶଙ୍କା ବିନା ବଞ୍ଚିଲେ।
ଆଖି ସମ୍ମୁଖରେ ନିଆଁ ଜଳୁଥିଲେ ସେଥିରେ ସେମାନେ ପଡ଼ିବେ ବୋଲି ଜାଣିଲେ ସୁଦ୍ଧା ସେମାନଙ୍କୁ ପକାଇଦେବେ। ପ୍ରତିମାକୁ ପ୍ରଣାମ ନ କଲେ ସେମାନଙ୍କୁ ନିଆଁରେ ପକାଇଦେବେ। ଏହା ଜାଣିଲେ ମଧ୍ୟ ସେମାନେ ଆପଣା ହୃଦୟରେ କୌଣସି ମାତ୍ରକ ବିଚଳିତ ନ ହୋଇ କୌଣସି ମାତ୍ରକ ବିପଦର ଆଶଙ୍କା ସେମାନଙ୍କ ମନରେ ନଥିଲା। କାରଣ ସେମାନଙ୍କ ଜୀବନ ଈଶ୍ୱରଙ୍କ ହସ୍ତରେ ଅଛି। ସେହି ପ୍ରକାରେ ଜଣେ ଦାନିଏଲଙ୍କ ଜୀବନ ଆମେ ଦେଖିଲେ ଦାନିଏଲଙ୍କୁ ମଧ୍ୟ ସେହି ପ୍ରକାରେ ସିଂହମାନଙ୍କ ଗର୍ତ୍ତରେ ପକାଗଲା। ସିଂହମାନଙ୍କର ଗର୍ତ୍ତରେ ପକାଯିବା ପାଇଁ କୁହାଗଲା। ତଥାପି ସେ ସିଂହମାନେ କହିଲେ ମଣିଷମାନଙ୍କର ମାଂସ ଦେଖିଲେ କାଢ଼ି ପକାଇବେ, ମଣିଷର ମାଂସ ମଣିଷକୁ ଦେଖିଲେ ମାରି ମାଂସ ଖାଇବେ। ଏହି ପ୍ରକାର ଏକ ଭୟଙ୍କର ପଶୁ ସିଂହ। ଆଉ ସେଇ ସିଂହମାନେ ଅନେକ ସିଂହ, ଗୋଟେ ସିଂହ ଦେଖିଲେ ଆମେ ଭୟ କରୁ। ଏପରି ଅନେକ ସିଂହ ଥିବା ସେ ଏକ ଭିତରେ ଦାନିଏଲଙ୍କୁ ପକାଯିବ ଏପରି କୁହାଗଲା। ତଥାପି ସେ ଆପଣା ମନରେ କୌଣସି ମାତ୍ରକ ବିପଦର ଆଶଙ୍କା ତାଙ୍କଠାରେ ନାହିଁ। କାରଣ ତାହାଙ୍କ ଜୀବନ ଈଶ୍ୱରଙ୍କ ହସ୍ତରେ ସେ ସମର୍ପଣ କରିଛନ୍ତି। ମୋ ଜୀବନ ମୋ ଈଶ୍ୱରଙ୍କ ହସ୍ତରେ ଅଛି, ମୁଁ ବିପଦର ଆଶଙ୍କା ବିନା ବଞ୍ଚିବି। ନିରାପଦରେ ସେ ରହିଲେ। ସେହି ପ୍ରକାରେ ସେଇ ପରିସ୍ଥିତିରୁ ଈଶ୍ୱର ସେମାନଙ୍କୁ ଉଦ୍ଧାର କଲେ, ରକ୍ଷା କଲେ। ଈଶ୍ୱରଙ୍କ କଥା ଶୁଣି ପାଳନ କରୁଥିବା ଲୋକମାନଙ୍କୁ ଈଶ୍ୱର ନିରାପଦରେ ରଖିଲେ। ସେ ଯେଉଁ କାଳରେ ହେଉନା କାହିଁକି, ଯେଉଁ କାଳର ଲୋକ ହେଉନା କାହିଁକି, ଯେଉଁ କାଳରେ ହେଉନା କାହିଁକି, ଈଶ୍ୱର ତାହାଙ୍କର ବାକ୍ୟ ସେ ସଫଳ କରୁଛନ୍ତି। ସେହି ପ୍ରକାରେ ଆମମାନେ ନୂତନ ନିୟମରେ ଆମେ ଦେଖିଲେ ମଧ୍ୟ ଭକ୍ତମାନେ ସେମାନଙ୍କ ଜୀବନକୁ ଈଶ୍ୱରଙ୍କ ହସ୍ତରେ ସମର୍ପଣ କଲେ। ସେଥିପାଇଁ ଆଜି ଆମମାନେ ଆଲୋଚନା କରୁଛେ ବିପଦର ବିନା ଆଶଙ୍କାରେ ଆମମାନେ ବଞ୍ଚିବାକୁ ହେଲେ ଆମମାନେ କ'ଣ କରିବା କହିଲେ, ଆମମାନେ ଈଶ୍ୱରଙ୍କ କଥା ଶୁଣିବା। ତାହେଲେ ସେ ଆମମାନଙ୍କର ଜୀବନକୁ ଧରିବେ। ନାହିଁ ମୁଁ କାହାର ଅଧୀନରେ ରହିବି ନାହିଁ, ମୁଁ ଈଶ୍ୱରଙ୍କର ଅଧୀନରେ ରହିବି ନାହିଁ। ମୋ ଇଚ୍ଛା ଏଇ ଛୋଟ ଜୀବନରେ ମୋ ଇଚ୍ଛା ମୁଁ ସଫଳ କରିବି, ମୁଁ ଈଶ୍ୱରଙ୍କ ଇଚ୍ଛା ସଫଳ କରିବି ନାହିଁ, ଈଶ୍ୱରଙ୍କ ବାକ୍ୟ ଅନୁସାରେ ବଞ୍ଚିବି ନାହିଁ ବୋଲି ଆମେ ନିଜ ଇଚ୍ଛା ଅନୁସାରେ ବଞ୍ଚିଲେ ତାହା ହିଁ ବଡ଼ ବିପଦ। ଆଉ ବିପଦର ଆଶଙ୍କା କିପରି ଆସିବ ନାହିଁ। ତେଣୁ ସତ୍ୟ ଈଶ୍ୱର ଜଣେ ଅଛନ୍ତି। ସେ ଆମ ସମସ୍ତଙ୍କୁ ନିର୍ମାଣ କଲେ। ସେ 66 ପୁସ୍ତକର ବାକ୍ୟ ବାଇବେଲ ଆମମାନଙ୍କ ନିମନ୍ତେ ଲେଖାଇ ରଖିଦେଲେ। ଏଇ ବାକ୍ୟ, ଏଇ ବାଇବେଲରେ ମୋର କଥା ଅଛି, ଏହା ହିଁ ସତ୍ୟ, ଆଉ କୌଣସି ବିଷୟ ସତ୍ୟ ନୁହେଁ। ଏହାକୁ ପଢ଼ନ୍ତୁ, ମୋର ମନ କଥା ଜାଣନ୍ତୁ। ଏଥିରେ ମୁଁ ସମସ୍ତ ବିଷୟ ତୁମମାନଙ୍କ ଜୀବନକୁ ଆବଶ୍ୟକ ସବୁ ବିଷୟ ଲେଖାଇ ରଖିଲି। ତାହା ପଢ଼, ସେଇ ପ୍ରକାରେ ବଞ୍ଚ। ଆଉ ତୁମମାନଙ୍କ ଜୀବନ ନିଜର ଜୀବନ ନିଜ ହସ୍ତରେ ରଖି ତାହା ନଷ୍ଟ କର ନାହିଁ। ଥରେ ଜୀବନକୁ ନଷ୍ଟ କଲେ ତାହା ଥରେ ଜୀବନକୁ କ୍ଷତି କଲେ ତାହା କେହି ସଜାଡ଼ି ପାରିବ ନାହିଁ। ଏହି ଏକ ବାକ୍ୟ ଆମମାନଙ୍କୁ ଦେଲେ, এই ବାକ୍ୟ ପଢ଼, ମୋର କଥା ଶୁଣ, ଏହି ପ୍ରକାରେ ବଞ୍ଚ। ଉତ୍ତମ ପରାମର୍ଶ ଆମମାନଙ୍କୁ ଦେଲେ। ଦୁଃଖ ସମୟରେ ଧୈର୍ଯ୍ୟ, ଦୁଃଖ ସମୟରେ ସାନ୍ତ୍ୱନା, କଷ୍ଟ ସମୟରେ ଧୈର୍ଯ୍ୟ, ଏହି ପ୍ରକାରେ ଆନନ୍ଦ ବେଳେ ବି ଈଶ୍ୱରଙ୍କ ପ୍ରଶଂସା କରିବା। କୌଣସି ପରିସ୍ଥିତିରେ ଥାଉ ନା କାହିଁକି ଏହି ବାକ୍ୟ ଦ୍ୱାରା ଆମମାନଙ୍କୁ ଈଶ୍ୱର ଉତ୍ତମ ବିଷୟମାନେ ଜଣାଇବା ନିମନ୍ତେ ଏକ ବାକ୍ୟ ଆମମାନଙ୍କୁ ଦେଲେ, ତାହା ଆମମାନେ ପଢ଼ିବାର ଅଛି। ଆଉ ଏହି ଏକ ବାଇବେଲ ଆମମାନଙ୍କୁ ସବୁ ସ୍ଥାନରେ ମିଳୁଛି। ଆମମାନେ ମୋବାଇଲରେ ବି ବାଇବେଲ ଆପ୍ ଆମମାନେ ଡାଉନଲୋଡ଼ କରି ପଢ଼ିପାରିବା। ସେଥିରେ ଥିବା ବାକ୍ୟ ଗୁଡ଼ିକ ଈଶ୍ୱର କ'ଣ କହୁଛନ୍ତି, ପ୍ରକୃତରେ ବାଇବେଲ ଦ୍ୱାରା ଈଶ୍ୱର କ'ଣ ଜଣାଇବା ପାଇଁ ଚାହୁଁଛନ୍ତି, ତାଙ୍କ ହସ୍ତରେ ଆମର ଜୀବନ ଆମେ ରଖିବା, ତାହେଲେ ଆମେ ବିପଦର ବିନା ଆଶଙ୍କାରେ ବଞ୍ଚିବା। ତାହେଲେ ସେ କ'ଣ ଲେଖିଲେ ଆମମାନେ ପଢ଼ିବା, ଏପରି ମନ ଆମମାନଙ୍କୁ ଆସିବାର ଅଛି। ଏହି ଏକ ବାଇବେଲ ଆପ୍ ଆମମାନେ ମୋବାଇଲରେ ଡାଉନଲୋଡ଼ କରି, ଆଉ ଏହି ଏକ ସୁବିଧା ଅଛି, ଓଡ଼ିଆରେ ହେଉ, ଓଡ଼ିଆ ଲାଙ୍ଗୁଏଜରେ ଆମମାନଙ୍କୁ ଜଣା, ତାହେଲେ ଓଡ଼ିଆରେ ଆମମାନେ ପଢ଼ିପାରିବା। ଇଂଲିଶ ଆମମାନେ ପଢ଼ିବାକୁ ଇଚ୍ଛା କରୁଛେ ବାଇବେଲ, ଇଂଲିଶରେ ଆମମାନେ ପଢ଼ିପାରିବା। ତେଲୁଗୁ, ହିନ୍ଦୀ ସବୁ ଲାଙ୍ଗୁଏଜରେ ବାଇବେଲ ଆପ୍ ଆମମାନଙ୍କୁ ଉପଲବ୍ଧ ଅଛି। ମୋବାଇଲରେ ଡାଉନଲୋଡ଼ କରି ପଢ଼ିବାକୁ ଚେଷ୍ଟା କରିବା। ତାପରେ ଆମମାନେ ବିଷୟ ମଧ୍ୟକୁ ଆସିଲେ, ଆହୁରି କିପରି ବିପଦର ବିନା ଆଶଙ୍କାରେ ଆମମାନେ ବଞ୍ଚିବା। ଈଶ୍ୱରଙ୍କ କଥା ଶୁଣିବା, ତାହା ଗୋଟିଏ। ଈଶ୍ୱର ଆମମାନଙ୍କୁ ଜୀବନ ଧରିବେ। ତାପରେ ଆଉ ଗୋଟେ ବିଷୟ ହେଉଛି ଈଶ୍ୱରଙ୍କ ବାକ୍ୟ ଶୁଣିବା। ସେଇ ଈଶ୍ୱରଙ୍କ ବାକ୍ୟ ହୋଇଥିବା ଖ୍ରୀଷ୍ଟ, ଈଶ୍ୱରଙ୍କ ବାକ୍ୟ ହିଁ ଖ୍ରୀଷ୍ଟ, ଯୀଶୁଖ୍ରୀଷ୍ଟ। ଆମମାନେ ମହା ବିପଦରେ ଅଛୁ ବୋଲି ଜାଣି, ଖ୍ରୀଷ୍ଟ କିଏ କହିଲେ, ଆମମାନେ ମହା ବିପଦରେ ଅଛୁ ବୋଲି ଜାଣି
ଏଇ ଏକ ବିପଦ ଗୁଡ଼ିକ ରୋଗ ଆଉ ଦୁର୍ଘଟଣା ଏସବୁ ବିପଦ ବୋଲି ଆମମାନେ ଭାବୁଛେ, କିନ୍ତୁ ଈଶ୍ୱରଙ୍କ ଦୃଷ୍ଟିରେ ଖ୍ରୀଷ୍ଟଙ୍କ ଦୃଷ୍ଟିରେ ମହାବିପଦ କ'ଣ କହିଲେ ଆମମାନଙ୍କର ପାପ ହିଁ ମହାବିପଦ। ଆଉ ସେ ଏକ ଭୟଙ୍କର ବିପଦରେ ଆମମାନେ ଅଛୁ ବୋଲି ଜାଣି ଯୀଶୁଖ୍ରୀଷ୍ଟ ଏ ପୃଥିବୀ ଉପରକୁ ଆସିଲେ। ଈଶ୍ୱରଙ୍କ ସନ୍ତାନମାନେ ମହାବିପଦ, ପାପ ନାମକ ଏକ ମହାବିପଦରେ ଅଛନ୍ତି, ସେମାନଙ୍କୁ ଉଦ୍ଧାର କରିବାର ଅଛି। ଏଇଥିପାଇଁ ସେ ଆପଣା ପ୍ରାଣ ଦେଲେ। ସେଥିପାଇଁ ଆମମାନେ ଈଶ୍ୱରଙ୍କ କଥା ଶୁଣିବା ସଙ୍ଗେ ସଙ୍ଗେ ଈଶ୍ୱରଙ୍କ ବାକ୍ୟ ହୋଇଥିବା ଖ୍ରୀଷ୍ଟଙ୍କୁ, ଯିଏକି ଆମମାନଙ୍କୁ ପାପରୁ ଉଦ୍ଧାର କରିବା ପାଇଁ ଆସିଲେ, ମହାବିପଦ ଆମମାନଙ୍କ ଆଖି ଆଗରେ ଥିଲାବେଳେ ତାହା ଦୂର କରି ଆମମାନଙ୍କୁ ରକ୍ଷା କରିବା ପାଇଁ ଆସିଲେ, ସେଇ ଖ୍ରୀଷ୍ଟଙ୍କଠାରେ ଆମମାନେ ବିଶ୍ୱାସ କରିବାର ଅଛି। ଈଶ୍ୱରଙ୍କ ବାକ୍ୟ ଶୁଣିବାର ଅଛି, ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାର ଅଛି। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କଲେ କ'ଣ ଘଟିବ ଆମମାନଙ୍କର ଦେଖିବା। ଆମମାନେ ବାଇବେଲ ମଧ୍ୟରୁ ଯୋହନ ଲିଖିତ ସୁସମାଚାର 5 ଅଧ୍ୟାୟ 28 ପଦ 29 ପଦ 30 ପଦ। ଯୋହନ ଲିଖିତ ସୁସମାଚାର 5 ଅଧ୍ୟାୟ 10 ଅଧ୍ୟାୟ 28 ପଦ 29 ପଦ 30 ପଦ ଆମମାନେ ଦେଖିବା। ଯୋହନ ଲିଖିତ ସୁସମାଚାର 10 ଅଧ୍ୟାୟ 28 ପଦ 29 ପଦ 30 ପଦ ଆମମାନେ ଦେଖିଲେ, ଏଠାରେ ଯୀଶୁଖ୍ରୀଷ୍ଟ କହୁଛନ୍ତି, ମୋର ମେଷ ସବୁ ମୋର ସ୍ୱର ଶୁଣନ୍ତି, ମୁଁ ସେମାନଙ୍କୁ ଜାଣେ, ଆଉ ସେମାନେ ମୋର ପଛେ ପଛେ ଚାଲନ୍ତି। ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦିଏ, ଆଉ ସେମାନେ କଦାପି କେବେ ହେଁ ବିନଷ୍ଟ ହେବେ ନାହିଁ। ପୁଣି କେହି ମୋ ହସ୍ତରୁ ସେମାନଙ୍କୁ ହରଣ କରିବ ନାହିଁ। ମୋର ପିତା ମୋତେ ଯାହା ଦେଇଅଛନ୍ତି ତାହା ସବୁଠାରୁ ବହୁମୂଲ୍ୟ, ଆଉ ପିତାଙ୍କ ହସ୍ତରୁ କେହି ତାହା ହରଣ କରିପାରେ ନାହିଁ। ଏଠାରେ ପ୍ରଭୁ ଯୀଶୁଖ୍ରୀଷ୍ଟ, ଯିଏକି ଆମମାନଙ୍କୁ ମହାବିପଦରୁ ରକ୍ଷା କରିବା ପାଇଁ ଆସିଥିଲେ, ସେ କହୁଛନ୍ତି, ମୁଁ ତୁମମାନେ ସମସ୍ତଙ୍କୁ ରକ୍ଷା କରିବା ପାଇଁ ଆସିଲି। ମୁଁ ତ୍ରାଣକର୍ତ୍ତା ରୂପେ ଅଛି। ମୋଠାରେ ମୁଁ ତ୍ରାଣକର୍ତ୍ତା ରୂପେ ଅଛି। ମୁଁ ଗୋଟେ ମେଷପଲ, ମାନେ ଦେଖିଲେ ଗୋଟେ ମେଷପଲର ପାଳକ ରୂପେ ମୁଁ ଅଛି। ଆଉ ମୋର ମେଷପଲରେ ଥିବା ମେଷମାନେ, ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି, ସେମାନଙ୍କ ମଧ୍ୟରୁ କାହାକୁ ମୁଁ ବିନଷ୍ଟ ହେବାକୁ ଦେବି ନାହିଁ। କେବେ ହେଁ ବିନଷ୍ଟ ହେବେ ନାହିଁ। ମୋଠାରେ ବିଶ୍ୱାସ କଲେ, ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କଲେ, ତାହାଙ୍କଠାରେ ବିଶ୍ୱାସ ରୂପେ ଆମେ ଥିଲେ, ଆମମାନଙ୍କ ମଧ୍ୟରୁ କେହି ବିନଷ୍ଟ ହେବ ନାହିଁ। ପୁଣି କେହି ମୋ ହସ୍ତରୁ ସେମାନଙ୍କୁ ହରଣ କରିବ ନାହିଁ। ଆମମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କଲେ, ଯିଏକି ଆମକୁ ମହାବିପଦରୁ ରକ୍ଷା କରିବା ପାଇଁ ଆସିଲେ, ଆପଣା ପ୍ରାଣ ଦେଲେ। ଆପଣା ପ୍ରାଣ ଦେଇଥିବା ବ୍ୟକ୍ତି ଆମମାନଙ୍କୁ କହୁଛନ୍ତି, ଆମମାନଙ୍କ ପାଇଁ ପ୍ରାଣ ଦେଇଥିବା ବ୍ୟକ୍ତି କେବେ ହେଲେ ଆମମାନଙ୍କୁ ମିଛ କହିବେ କି? ତାହା କେବେ ନୁହେଁ। ଆମମାନଙ୍କ ପ୍ରାଣ ଦେଇଥିବା ବ୍ୟକ୍ତି, ଆମମାନଙ୍କ ପାଇଁ ଜୀବନ ଦେଇଥିବା ବ୍ୟକ୍ତି କହୁଥିବା ବାକ୍ୟ, ଯିଏକି ମୋଠାରେ ବିଶ୍ୱାସ କରେ, ସେବେ କେବେ ହିଁ ବିନଷ୍ଟ ହେବ ନାହିଁ। ସେ କେହି ତାହାକୁ ମୋଠାରୁ ହରଣ କରିପାରିବ ନାହିଁ। ମାନେ ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ରଖନ୍ତି, ସେମାନେ ବିପଦର ବିନା ଆଶଙ୍କାରେ ବଞ୍ଚିବେ। ଖ୍ରୀଷ୍ଟଙ୍କଠାରେ ଆମେ ବିଶ୍ୱାସ କଲେ, ଆମମାନେ ଖ୍ରୀଷ୍ଟଙ୍କ ଦୃଷ୍ଟିରେ, ଈଶ୍ୱରଙ୍କ ଦୃଷ୍ଟିରେ ଆମମାନେ ବହୁମୂଲ୍ୟ ଅଟୁ। ଏଟା ଲେଖା ଅଛି, ଆମମାନେ ଈଶ୍ୱରଙ୍କ ଦୃଷ୍ଟିରେ, ଖ୍ରୀଷ୍ଟଙ୍କ ଦୃଷ୍ଟିରେ ଆମମାନେ ବହୁମୂଲ୍ୟ ବିଷୟ ଅଟୁ। ଆମମାନେ କ'ଣ କରିଥାଉ? ବହୁମୂଲ୍ୟ ବିଷୟ କ'ଣ କହିଲେ? ସୁନା, ରୂପା, ଟଙ୍କା, ଏସବୁ ଆମମାନଙ୍କ ଦୃଷ୍ଟିରେ ବହୁମୂଲ୍ୟ। ତାହା ମାନେ କ'ଣ କରୁ? ଜାଗ୍ରତରେ ଆମମାନେ ସାଇତି ରଖୁ ଆଲମିରାରେ। କେହି ଆମମାନଙ୍କ ଠାରୁ ସୁନା ହରଣ କରିପାରିବ ନାହିଁ, ଟଙ୍କା ନେଇପାରିବ ନାହିଁ। ଆମେ ଅତି ଜାଗ୍ରତ ସହକାରେ ରଖୁ ସେହିସବୁ ଜିନିଷ, କାରଣ ଆମ ଦୃଷ୍ଟିରେ ଏହିସବୁ ବିଷୟ ବହୁମୂଲ୍ୟ। କିନ୍ତୁ ଈଶ୍ୱରଙ୍କ ଦୃଷ୍ଟିରେ, ଆମମାନଙ୍କ ନିର୍ମାଣକାରୀ ଈଶ୍ୱରଙ୍କ ଦୃଷ୍ଟିରେ, ଆମମାନଙ୍କ ପାଇଁ ଆପଣା ଜୀବନ ଦେଇଥିବା ଯୀଶୁଖ୍ରୀଷ୍ଟଙ୍କ ଦୃଷ୍ଟିରେ ଆମମାନଙ୍କର ଜୀବନ କିପରି ଅଛି କହିଲେ? ବହୁମୂଲ୍ୟ। ଆମମାନେ ଯେପରି ଆମମାନଙ୍କ ଦୃଷ୍ଟିରେ ସୁନା ଟଙ୍କାକୁ ବହୁମୂଲ୍ୟ ଭାବି ଆମେ ଯେପରି ଜାଗ୍ରତରେ ସାଇତି ରଖୁଛେ, ସେହିପରି ଈଶ୍ୱରଙ୍କ ଦୃଷ୍ଟିରେ, ଖ୍ରୀଷ୍ଟଙ୍କ ଦୃଷ୍ଟିରେ ଆମମାନେ ବହୁମୂଲ୍ୟ ଅଟୁ। ସେଥିପାଇଁ ଆମମାନେ ତାହାଙ୍କଠାରେ ବିଶ୍ୱାସ କଲେ, ଈଶ୍ୱରଙ୍କର କଥା ଆମମାନେ ଶୁଣିଲେ, ସେ କହୁଛନ୍ତି, କେହି ମୋଠାରୁ ତୁମକୁ ହରଣ କରିପାରିବ ନାହିଁ, କେହି ତୁମକୁ ମୋଠାରୁ ଛଡ଼ାଇ ନେଇପାରିବ ନାହିଁ।
ମୁଁ ଅତି ଜାଗ୍ରତରେ ତୁମମାନଙ୍କୁ ରଖିବି, ବିପଦ ତୁମକୁ ଆସିବ ନାହିଁ ବୋଲି କହୁଛନ୍ତି। ଏହିପରି ଆମମାନଙ୍କୁ ଗୋଟେ ଉତ୍ସାହ ଦେଉଥିବା ସେଇ ଯୀଶୁଖ୍ରୀଷ୍ଟଙ୍କଠାରେ ଆମମାନେ ବିଶ୍ୱାସ କରିବା, ଈଶ୍ୱରଙ୍କର କଥା ଆମମାନେ ଶୁଣିବା। ଈଶ୍ୱରଙ୍କ ହସ୍ତରେ ଆମମାନଙ୍କର ଜୀବନ ଥିଲେ, ଖ୍ରୀଷ୍ଟଙ୍କୁ ଆମମାନେ ଆପଣା ତ୍ରାଣକର୍ତ୍ତା ରୂପେ ସ୍ୱୀକାର କରିପାରିଲେ, ସେ ହିଁ ଏହି ଜଗତର ଉଦ୍ଧାରକର୍ତ୍ତା, ଏହା ମାନେ ବିଶ୍ୱାସ କରିପାରିଲେ ଆମମାନେ ବିପଦର ଆଶଙ୍କା ବିନା ବଞ୍ଚିପାରିବା। କେବଳ ଏଇ ଜଗତର ନୁହେଁ, ଏଇ ଜଗତର ରୋଗ ପାଇଁ, କଷ୍ଟ ପାଇଁ, ଦୁଃଖ ପାଇଁ, ଦୁର୍ଘଟଣା ପାଇଁ, ଏଇଥିପାଇଁ ବିପଦର ଆଶଙ୍କା ବିନା ଆମେ ବଞ୍ଚିବା ତାହା ନୁହେଁ। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କଲେ, ଈଶ୍ୱରଙ୍କର କଥା ଶୁଣିଲେ ଏଇ ଜଗତରେ ବିପଦର ଆଶଙ୍କା ବିନା ବଞ୍ଚିବା ସଙ୍ଗେ ସଙ୍ଗେ ଆମମାନଙ୍କ ମୃତ୍ୟୁ ଉତ୍ତାରେ ଆମମାନଙ୍କ ପାଇଁ ଆଉ ଗୋଟେ ଜଗତ ଅଛି। ସେଇ ଜଗତ ମଧ୍ୟ ଆମମାନେ ବିପଦର ବିନା ଆଶଙ୍କାରେ ବଞ୍ଚିବାକୁ ହେଲେ, କୌଣସି ପ୍ରକାର ଭୟ ଆମମାନଙ୍କ ମନରେ ଜାତ ନ ହେବାକୁ ହେଲେ ଆମମାନେ ଈଶ୍ୱରଙ୍କ ବାକ୍ୟ ପଢ଼ିବାର ଅଛି, ଖ୍ରୀଷ୍ଟଙ୍କୁ ତ୍ରାଣକର୍ତ୍ତା ରୂପେ ସ୍ୱୀକାର କରିବାର ଅଛି। ଏପରି କଲେ ହିଁ ଆମମାନେ ଶାନ୍ତିରେ ରହିପାରିବା, ହୃଦୟରେ କୌଣସି ପ୍ରକାର ବିଚଳିତ ନ ହୋଇ ସ୍ଥିର ଭାବରେ ରହିପାରିବା, ବିନା ଆଶଙ୍କାରେ ଆମମାନେ ଏପରି ବଞ୍ଚିପାରିବା। ତେଣୁ ପ୍ରିୟମାନେ, ଏକ ବାକ୍ୟ ସବୁ ଶୁଣିଲା ପରେ ଏହା ଉପଯୁକ୍ତ ସମୟରେ ଉପଯୁକ୍ତ ବିଷୟ ବୋଲି ମୁଁ ମନେ କରୁଛି। ଆଉ ସମସ୍ତେ ଈଶ୍ୱର ଆମମାନଙ୍କ ପାଇଁ କ'ଣ ଲେଖା ହେଲେ କି ଏହା ଜାଣିବା ପାଇଁ ହେଲେ ବି ଥରେ ପଢ଼ନ୍ତୁ ତାହାଙ୍କ ବାକ୍ୟ। ଏକ ଅଳ୍ପ କଥା କହି ଶେଷ କରୁଛି।